ଗୋଟେ କଥା କହିବି ତ ମୋ କଥା ଯଦି କିଛି ଭୁଲ ବାହାରେ ତାହେଲେ ନିଶ୍ଚିତ ମୋତେ କମେଣ୍ଟରେ ଜଣାଇବେ। ଆଜ୍ଞା, ମୁଁ ଗୋଟେ ବୋହୂ, କାହା ଘରର ଝିଅ ଥିଲି ତ କାହା ଘରର ଗୋଟେ ବୋହୂ। ତ ଏଠି ସବୁ ଘରର ବୋହୂମାନଙ୍କ କଥା କହୁନି କି ସବୁ ଘରର ଶାଶୁ ଶ୍ୱଶୁରଙ୍କ କଥା କହୁନି। ଯେଉଁ ଘରେ ବୋହୂ ଅତ୍ୟାଚାରିତ ହେଇଛନ୍ତି ସେଇ ଘରର ବୋହୂମାନଙ୍କ କଥା ମୁଁ କହୁଛି। ତ ଆପଣମାନେ କୁହନ୍ତୁ, ଯଦି ଘରର ଗୋଟେ ଝିଅ ଭୁଲ କରୁଛି ତା ପାଇଁ କେତେଜଣ କୋର୍ଟ କଚେରୀ ବସାଉଛନ୍ତି, କେତେଜଣ ସାହି ପଛାରୁ ଡାକି ଆଣିକି ମିଟିଂ ବସାଉଛନ୍ତି। ତାହେଲେ ସେ ଝିଅକୁ ବୁଝାଇ ଦେଲେ ସେ ଝିଅ ବୁଝି ଯାଉଛି। ତ ସେମ୍ କଥା ମୁଁ କହିବି, ଯଦି ଗୋଟେ ଘରର ଗୋଟେ ବୋହୂ କିଛି ଭୁଲ କରିଦେଉଛି ତାହେଲେ ସେ ଭୁଲକୁ ସେ ଚାରି କାନ୍ଥ ଭିତରେ ତ ରଖାଯାଉ, ବାହାରକୁ କଢ଼ା ନଯାଉ। ସେ ଘରର ମୁରବୀ ଯିଏ, ହୁଏତ ସେ ଗୋଟେ ସୁଯୋଗ ଦିଅନ୍ତୁ ବୋହୂକୁ ବୁଝେଇକି। ଯଦି ବୋହୂ ନ ବୁଝିଲା, ତାପର ଷ୍ଟେପ୍ରେ ଭୁଲ କଲା, ତାହେଲେ ତା ପାଇଁ କିଛି ବିଚାର କରିବା ଆବଶ୍ୟକ। ତ ମୁଁ ଠିକ୍ କହୁଛି କି ଭୁଲ କହୁଛି, ଆପଣମାନେ ବିଚାର କରନ୍ତୁ। କୁହନ୍ତି ଗୋଟେ ବୋହୂ ଖରାପ, ଗୋଟେ ବୋହୂ ଖରାପ। ତାହେଲେ ଗୋଟେ ବୋହୂ ଖରାପ ହୁଏ କ'ଣ ପାଇଁ? ବାପ ଘରୁ କ'ଣ ଆସିଥାଏ ତା ମନରେ ଚିନ୍ତାଧାରା ରଖିକି ଯେ ମୁଁ ସେ ଘରକୁ ଗଲେ ଖରାପ ହେବି, ସମସ୍ତଙ୍କୁ ମାରିବି, ପିଟିବି, ଗାଳି ଦେବି, ଏମିତି ଚିନ୍ତାଧାରା ନେଇକି ଆସେ କି? ନାହିଁ ନା। ତାହେଲେ ଶାଶୁଘରେ ଗୋଟେ ବୋହୂ ଖରାପ ହୁଏ କାହିଁକି? ଗୋଟେ ବୋହୂକୁ ଏତେ ଜଲ୍ଦି ସେଟିଂ ହେବା ଶାଶୁ ଘରେ ତ ସହଜ ନୁହଁ। ତାକୁ ସମୟ ଲାଗିବ ସେଟିଂ ହେବା ଲାଗି, ସମସ୍ତଙ୍କ ମନ କଥା ବୁଝିବା ଲାଗି ତାକୁ ସମୟ ଲାଗିବ। ତ ସେତିକି ଭିତରେ ଯଦି ବୋହୂ ସାମାନ୍ୟ କିଛି ଟିକେ ଭୁଲ କରିଦେଉଛି, ତାହେଲେ ସେ ଘରେ ତାକୁ ବୁଝେଇବା ବଦଳରେ କ'ଣ କରୁଛନ୍ତି ଜାଣିଛନ୍ତି? ଲୋକ ଡାକି ଆଣିକି ମିଟିଂ ବସାଇ ଦେଉଛନ୍ତି, ନହେଲେ ତା ବାପ ଭାଇ ଡାକି ଆଣିକି ତାଙ୍କୁ ନାନା କଥା, ନାନା ଅପମାନ ଦେଉଛନ୍ତି। ଯଦି ପ୍ରତି ମୁହୂର୍ତ୍ତରେ ସେ ବୋହୂକୁ ଦୋଷ ଦିଆଯାଏ, ଖରାପ ଖରାପ ବୋଲି କୁହାଯାଏ, ତା ବାପ ଭାଇକି ଡାକି ଅପମାନ ଦିଆଯାଏ, ତାହେଲେ ଆପଣମାନେ କୁହନ୍ତୁ ସେ ବୋହୂ କେତେ ଦୂର ଠିକ୍ ହେଇକି ରହିବ? ଯଦି ସବୁବେଳେ ଖରାପ ଖରାପର ନାଁ ନେବ, ତାହେଲେ ଯେତେ ଭଲ ହେଇଥାଉ ନା କାହିଁକି ସେ ଝିଅ ନିଶ୍ଚିନ୍ତ ଦିନେ ନା ଦିନେ ଖରାପର ସେ ଶିକାର ହେବ। ସେ ନିଜକୁ ନିଜେ ଖରାପ ଆଡ଼କୁ ଯିବ। ଆରେ ଯଦି ଏତେ ଭଲ କରି ମୋତେ କିଛି ପୁରସ୍କାର ମିଳୁନି ତ ଖରାପ ହେଲେ ଅସୁବିଧା କ'ଣ? ଆଜିକା ଡେଟ୍ରେ ଆପଣମାନେ ଚିନ୍ତା କରନ୍ତୁ, ଯେଉଁ ବୋହୂ ଶାଶୁ ଶ୍ୱଶୁରକୁ ପିଟୁଛି, ମାରୁଛି, ଅତ୍ୟାଚାରିତ କରୁଛି, ସେ ବୋହୂ ଘରର ସୁନା ବୋହୂ ହେଇ ରହୁଛି। ଆଉ ଯେ ବୋହୂ ସବୁ ସମୟରେ ସମ୍ମାନର ସହିତ ସେମାନଙ୍କୁ ସମ୍ମାନ ଦେଉଛି, ଆଦର କରୁଛି, ହେଲେ ସେ ବୋହୂ ହେଇଯାଉଛି ଖରାପ କାହିଁକି? ଯଦି ଗୋଟେ ବୋହୂ ଭୁଲ କଲା, ତାହେଲେ ତାକୁ ଥରେ କୁହ, ତାକୁ ବୁଝାଅ କି ନା ରେ ମା, ଏଇଟା ନୁହେଁ ଏଇଟା କର। ଯଦି ସେ ବୋହୂ ସେ ସ୍ୱାମୀରେ ନ ମାନିଲା, ତାହେଲେ ତା ପାଇଁ କିଛି ଅଲଗା ବିଚାର ଅଛି। ତ ଆପଣମାନେ କ'ଣ କଲେ? ଯଦି ବୋହୂକେ ଟିକେ ଛିଙ୍କି ଦେଲା, ହେଇ ବୋହୂ ଛିଙ୍କିଲା। ଯଦି ବୋହୂକି ହେଠି କାଶିଦେଲା, ହେଇ ବୋହୂ କାଶିଲା। ସାଙ୍ଗେ ସାଙ୍ଗେ ଆଜିକାଲି ତ ଫୋନ୍ କଣ୍ଟାକ୍ଟରେ ରହିଲାଣି, ଉଡ଼େଇ ଦେଲେ କଥା। ରାତି ପାହିଥିବନି କଲ୍ ଆସିବ, ଆ ବୋହୂ ଏମିତି କରୁଛି, ତା ବୋହୂ ଏମିତି କରୁଛି, ଏଟା ଏମିତି ହେଲା, ସେଟା ସେମିତି ହେଲା। କ'ଣ ପାଇଁ? ଆଉ ସେଠି ଗୋଟେ ବୋହୂର ଦୋଷ ରହିଲା କେଠି? ଘରର ଇଜ୍ଜତ ତ ତମେମାନେ ବିକିଲ। ଯଦି ବୋହୂ କିଛି ଟିକେ ଭୁଲ କଲା, ତାକୁ ଚାରି କାନ୍ଥ ଭିତରେ ରଖିବାକୁ ଦେଲନି। ଘରର ମୁରବୀ ହେଇକି ତମେ ଘର କଥା ନେଇକି ବାହାରେ ବିକିଲ, ତ ସେଠି ବୋହୂର ଖରାପ ହେଲା କେଉଁଠି? କ'ଣ ନା ଆମ ବୋହୂଟା ଖରାପ। ଆରେ ଖରାପ ପରା ତମେ ସଜେଇ ଦେଲ। ସାମାନ୍ୟ ଯଦି ବୋହୂଟା ଭୁଲ କରିଦେଲା, ତାକୁ କୁହ ନା ମା, ଏଇଟା କର, ଏମିତି କର, ସେମିତି କର। ସେମିତି କହିବା ବଦଳରେ, କାହିଁକି ନା ତମେ ତ ସବୁବେଳେ ମାଇଣ୍ଡରେ ରଖିଲ ବୋହୂ ପର ଝିଅ। ଯଦି ବାହା କରିକି ଆଣିଲା ବେଳେ ତୁମେମାନେ କହିଲ ଇଏ ଆମର ବୋହୂ ନୁହେଁ ଝିଅ, ଯଦି ଝିଅ ବୋଲି କହୁଛ, ତାହେଲେ ଯଦି ସେ ଝିଅଟି ଗୋଟିଏ ଭୁଲ କରିଦେଲା, ତାହେଲେ ତାକୁ ସେଇଟା ବୁଝେଇଲନି, ତାକୁ ସେ ଶିକ୍ଷା ଦେଲନି ନିଜ ଝିଅ ଭାବିକି। ସେଇଟା ନ କରିକି କ'ଣ ନା ବୋହୂର ମାନ ସମ୍ମାନ ବାহিରେ ଉଜାଡ଼ି ଦେଲ। ଆଜିକାଲି ତ ଲୋକ କାନ ପାତିକି ଅଛନ୍ତି ନା, ତା ଘର କ'ଣ ହେଲା ନ ହେଲା ଜାଣିବା ଲାଗି। ତୁମେ ତ ସେଇଆ କଲ। ଆଉ ଫେର ବୋହୂ କାହିଁକି ଦୋଷ ଦେବ? ବୋହୂ ଖରାପ। ଯଦି ବୋହୂ ଖରାପ, ତାହେଲେ ତମେ ଘରର ମୁରବୀ କେତେ ଭଲ ରହିଲ? ଘରର ତ ମାନ ସମ୍ମାନ ସବୁ ବଜାରରେ ବିକିଦେଲ। କାଲି କହିବ ମୋ ବୋହୂ ମୋତେ ଏଇଆ କରୁନି, ମୋ ବୋହୂ ମୋତେ ସମ୍ମାନ ଦେଉନି। କାଲି ଯେତେବେଳେ ବୋହୂର ସମ୍ମାନ ତମେ ରାସ୍ତାରେ ବିକି ଦେଇ ଆସିଲ, ସେତେବେଳେ କାହିଁ ଭାବୁଥିଲନି ଏଇ କଥାଟା କହିଦେବାଟା କେତେ ଦୂର ଠିକ୍ ଥିଲା, କେତେ ଦୂର ଭୁଲ ଥିଲା?
ଯଦି ଘରର ଗୋଟେ ଝିଅ ଭୁଲ କରିଦେଉଛି ତାକୁ ଢାଙ୍କୁଡ଼ି ଦିଆଯାଉଛି, କାହିଁକିନା ଇଏ ଆମ ଝିଅ ପରେ ଆମେ ତାକୁ ଜନ୍ମ ଦେଇଛେ, ବୋହୂଟାକୁ କ'ଣ ଆମେ ଜନ୍ମ ଦେଇଛେ କି ତା କଥା ଢାଙ୍କୁଡ଼ି ପକାଇବା? ବୋହୂଟା ପରା ପର ଝିଅଟା। ସେତେବେଳେ ଯଦି ଝିଅ ଭାବିକି ତା'ର ହେଉଛି ଭୁଲଟାକୁ ଯଦି ତୁମେ ସେଠି ଗୋଡ଼ାଇ ଦେଇଥାନ୍ତ, ତାହେଲେ ସେ ବୋହୂଟି ନିଶ୍ଚିନ୍ତ ଅନୁଭବ କରିଥାନ୍ତା, ନା ଆଉ ଏପରି ଭୁଲ ଜୀବନରେ କରିବିନି। ହେଲେ ତୁମେ ତ ବାର ବାର ବୋହୂଟାକୁ ଭୁଲ କରିବା ପାଇଁ ସୁଯୋଗ ଦେଇଛ, ତ ବୋହୂଟାକୁ କାହିଁକି ଆଜି ଖରାପ ଭାବୁଛ କି? ତ ମୋ କହିବାର କଥା, ଗୋଟେ ଝିଅ ଆଉ ଗୋଟେ ବୋହୂ ଭିତରେ କେବେ ଫରକ ଦେଖନ୍ତୁନି। ଯଦି ତୁମ ଘରର ଝିଅ ଆଉ ସେ ଘରକୁ ଗୋଟେ ବୋହୂ ଆସୁଛି, ତାହେଲେ ତାକୁ ବି ତୁମ ନିଜ ଝିଅ ଭଳି ଦେଖ। ଯଦି ଝିଅଟା ଭୁଲ କରୁଛି ତା ଭୁଲକୁ ମାନେ ଏତେ ଢାଙ୍କୁଡ଼ି ଦେଉଛ, ତା ଭୁଲକୁ ବାহিରକୁ କାଢ଼ୁନ, ତ ସେମିତି ସେ ବୋହୂଟିର ମଧ୍ୟ ସେମ୍ ବିଚାର କରନ୍ତୁ। ଦେଖିବ ଆଜିକା ଡେଟ୍ରେ କୌଣସି ଘର ବୋହୂ ମାନେ ଭୁଲ କରିବେନି କି ଶାଶୁ ଶ୍ୱଶୁର କଷ୍ଟ ପାଇବେନି। ସବୁ ଶାଶୁ ଶ୍ୱଶୁରଙ୍କ କଥା କହୁନାହିଁ, ଯେଉଁ ଘରେ ବୋହୂ ଅତ୍ୟାଚାରିତ ହେଇଛନ୍ତି କେବଳ ସେଇମାନଙ୍କ କଥା ମୁଁ କହୁଛି। କେବେ ବୋହୂ ଆଉ ଝିଅ ଭିତରେ ଫରକ ଦେଖନ୍ତୁନି, ତାହେଲେ ଯାଇ ତୁମ ଘର ଠିକ୍ ହେଇକି ରହିବ।